আজি ଶଙ୍କରାଳୟଙ୍କ ଘର ନିଲାମ କରାଯାଉଛି। କହିଛୁ କହୁତାରେ ନିଲାମ ଡାକିବା କଥା 3 ଲକ୍ଷ 1 3 ଲକ୍ଷ 2 4 ଲକ୍ଷ 4 ଲକ୍ଷ 1 4 ଲକ୍ଷ 2 5 ଲକ୍ଷ 5 ଲକ୍ଷ 1 5 ଲକ୍ଷ 2 5 ଲକ୍ଷ 3 ଶଙ୍କରାଳୟଙ୍କ ଘର ଆଜି ନିଲାମ। Hello, how can you also do? Tata kore kichhi subhu nahi, tangi se dekha jauni. Hello, bag kore manager babu asitire, court ru akio babu asitire. Hello, samaste bada party kori koile tata kichhi subhu nahi. बापा ओजा 14 पुरुष मिटा बाटीटा 5 लक्ष टका को आउ जण को निला दिया गला ए सत्या हेलो उठ जीवा उठ नहीं मुझे नहीं जीवा को हबल भाउज ए घर पर आउ हमर हेई नाही ये कहला ए घर हमर ही नहीं काठ बटिया करिछि छोड़ कपड़ दे वर्षा पानी टुप पही पड़छि तो जाबी ए चट्टान भितर बाहर तो मां को मते करछि तो बोले मते को चली जाछ मते चली जाओनी ए सत्या अरे देरी कले पुलिस बाबू आसी तू बाड़ के हमको बाहर कर देबो छाती भीतर डाल हुलवाड़ हो जाईची आ पिठीरु रक्त बाहरिबा कोन दिया दी दरकार ओ जन्ने बड़े घर को आसले ए कोणे हम बसे थिले तमे चाहिए हमें घर किसी समय रही पर तू मौसा अल्प किसी दिन रही पर तू मो भाई को भीषण ज्वर मौसा ता देह भल हो गले आपे आपे चली थी मौसा अरे तारा बट करी भाई अछ अरे तुम भाउनी के गे पकड़ी न मौसा आप पकड़ नहीं ओरे से डाकी ओ बोले से बाबू तमे बोले कुत्ता ना ढूंढी मौसा अब कोनी के दुख बुझा मौसा ताको देहर अवस्था भलो नाही से जो देह समरे बाहर को चली जिते ताले जानी पछ
নালি আছি আরে মুয়া ঘরে রহি এই নায়রবে চকু নালি তাই বলতে তো তোমার ঘরে যাই পড়ছে বলতা আমাকে দয়া করো দেবা বাবু বড় বাবুজি তবে তো জানিছ বাহারে 3 দিন যায় বর্ষা লাগি রয়েছে এই অবস্থায় ମୁଁ କୁଆଡ଼େ ମାନଙ୍କୁ ରହିଛି କାଦିଲେ ଆଖିର ଆଲୋକ ତୋର ବଦଳିଯିବ ସିନା ହେଲେ ଯାହା ପାଖରେ କାଦୁ ସେ ଲୋକଟା ବଦଳିଯିବନି ଗଛ ମୂଳେ ସ୍କୁଲ ମାନଙ୍କରେ ରହିପାରନ୍ତି ଆମ ଭାଗ୍ୟରେ ଲେଖା ଅଛି ତାହେଲେ ଆମକୁ ଯିବାକୁ ହବ ଭାଉଜ এই ঘরটা তো আমাকে বড় করিদেলা ଆଉ ମାୟା ଲଗେଇ ଲାଭ କଣ କର ଆଗରେ ବୃନ୍ଦାବତୀ ଚଉରା ଆଉ ଚଉରାରେ ତୁଳସୀ ଗଛ ପାଣି ଦଉଥିଲୁ ବୋଲି ବଞ୍ଚିଥିଲା ପାଣି ନଦେଲେ ସେ ମରିଯିବ ଲୋ ଜଗିଆ ଘର ପଛପଟେ ଲଗା ହେଇଥିବା ସେଇ ଦୁଟା ପଳି ଆମ୍ବ ଗଛ ଘର ଘର ହେଇଥିଲା ବୋଲି ଥିଲା ଲୋ ଭାବୁଛ ଆଉ ବାଡ଼ ଭାଙ୍ଗିଗଲା ପରେ ବାହାର ଗାଈ ପଶି ଗାଈ ଯିବେ ଲୋ ଭାବୁଛ ଏ ଘର ଅଗଣାରେ ପଡ଼ିଥିବା ତିନିଟା ଛୁଆଙ୍କର ପାଦ ଚିହ୍ନ ସେ ନୂଆ ପାଦରେ ମାଟିରେ ମିଳେଇ ଯିବ ଉଠ ଆସିବା ଉଠ ଆରେ ଉଠ ଯିବା ଉଠ अरे रुहाने तबे कोड़ा इडे काटतो बरो से केमिति कई कई होई काटुची कहूची पोटे तमो सागरे देइना काहे कि तमे कुछ
କିଛି ନାହିଁ ସତରେ କଣ ତମେ ଅମଣିଷ ପାଲଟିଗଲ ମୁଁ ଅମଣିଷ ଏ ନାରାୟଣ ବେଦ ଅମଣିଷ ଏଇ ଢୋଲଟା ପାଇଁ କହୁଛୁ ତ ଏ ଢୋଲଟା ଏବେ ଭାଙ୍ଗିଲି ତମେ ଭଲରେ ଯିବନି ଓ ପୋଲିସ ବାବୁ ଏମାନଙ୍କୁ ଧକ୍କା ଦେଇ ବାହାର କର ମଉସା କଣ କହିଲେ ଶୁଭିଲା ଭାଇ ଶୀଘ୍ର ଲଗେରେ ମଉସା ପୋଲିସ ଡାକିଲେ ପୋଲିସ ଗଲା ଆମକୁ ବାଡେଇକି ଘରୁ ବାହାର କରିଦବ ଚାଲ କରୁ ନା ଭାଇ ଡାକ ତାକୁ ମୋ କଥା ଟିକେ ଶୁଣ ଆରେ ମୋ କଥା ଟିକେ ଶୁଣ ଏ ଲୋକଟା କିଏ ଏ ବାବୁଟା କିଏ କହୁନ କଥା ଏମିତି କହୁନ ଚୁପ ହେଇ ଠିଆ ହେଇଗଲେ କାହିଁକି ଆରେ ଏତେ ବଡ଼ ସ୍ୱାର୍ଥପର ତମେ ବିପଦ ବେଳେ ଧୈର୍ଯ୍ୟ ଧରିବା ହେଉଛି ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ବିପଦ ବେଳେ ନିଜ ଘର ଲୋକମାନଙ୍କ ଠିଆ ପାଖରେ ହେଉଛି ମଣିଷ ପଣିଆ ହେଲେ ତମେ ଓହୋ ବାବୁ ତମେ ଟିକେ ଚୁପ୍ ରୁହ କାହିଁ ଚୁପ ରହିବି କଣ ପାଇଁ ଚୁପ ରହିବି ତମ ଘର ଲୋକମାନେ ସମସ୍ତେ ଜାଣନ୍ତୁ ତମେ କେତେ ସ୍ୱାର୍ଥପର ଆରେ ହୀନମାନଙ୍କର ଶିକାର ହୁଇ ତମେ ଆଜି କେତେ ବଡ଼ ଭୁଲ କରିବାକୁ ପଡୁଛ ତମେ ନିଜେ ଜାଣିପାରୁଛ ତ ବାବୁ କଣ ସେ କରିବାକୁ ଯାଉଥିଲା ଓହୋ ବାବୁ ମୁଁ ତମକୁ ଚୁପ୍ ରହିବାକୁ କହିଲି ତମକୁ କଣ ମୋ କଥା ଶୁଭୁନି ବାବୁ ତମକୁ ପୁରା ପଚାରୁଛି ମୋ ରୂପା କଣ କରିବାକୁ ଯାଉଥିଲା ଆପଣଙ୍କ ଘର ନିଲାମ ହେଇଗଲା ଆପଣ ବେସାହାରା ବେଆଶ୍ର ହେଇଗଲେ ଏଇ କଥା ଭାବି ରୂପା ଗାଡ଼ିଆ ଲୋଟେ ଆତ୍ମହତ୍ୟା କରିବାକୁ ଯାଉଥିଲା ଘର ଯୋଉଟା ସେଟା ବିକ୍ରି ହେଇଗଲା ଏବେ ତ ଶଙ୍କରା ଭାଇଟା କଣ ମରିଯାଇଛି डाल चली गला पत्र भी चढ़ी गला शेषरे छक्का बर गछटा भी ता जगह बदलई देला लहू लो डाली बड़ी दिवस से गछो कुवाड़ीटा सुदु खरा रे खाए जे तेलु अंगड़ई लेबी ए अड़ती गछटा किछि करि परिलानी किछि करि ଫଗୁଣ ମାସିରେ ପୁଣି ଫୁଲ ଧରିବ ଆଉ ସେ ଗଛରେ ଫଳ କରିଲେ ଏ ବୁଢା ମାଡ଼ିଟା ମରିଯିବ ତମ ଭାଇ ଠିକ ଅଛନ୍ତି ରୂପା ଚାଲୁଥିବା ଲୋକଟା ବାଟଟା କେବେ ହେଲେ ସରିଯାଏ ନା ବାଟ ସେଇଠି ସରିଯାଏ ଯୋଉଠି ପାଦ ଥକିଯାଏ ସେଇଠି ବାଟ ଅଟକିଯାଏ ମୁଁ ଈଶ୍ୱରଙ୍କୁ ଏତିକି ପ୍ରାର୍ଥନା କରୁଛି ତମ ବାଟ କେବେ ହେଲେ ସରି ନ ଯାଉ ଆଉ ତମ ପାଦ ଥକି ନ ଯାଉ ଆସୁଛି ଆଜ୍ଞା
ଆସୁଛେ କିଏ ଜାଣେ ଆମ ହାଟ କୁଆଡେ ଯୁଆଡେ ଯିବ ପାଦ ଯୋଉଠି ସଜ ସେଇଠି ଘର ଅନ୍ଧାର ରାତି ଆମର ସାଥୀ ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଆରେ ଏ କଥା ମନକୁ ବୁଝେଇ ଦେବାକୁ ପଡିବ ବୁଝେଇବି ଯେତେ ବୁଝେଇବି এই বেইমানি আখিটা বুঝছুনি বুঝছুনি ବୁଝିବଲ ସତ୍ୟା ଆଲୋ ଆମ ଭାଇ ପରା ଆଖି ଅବୁଝାକୁ ଲୁହ ଅବୁଝା ନାଇଁ ସଗାତି ଆମେ ଏତେ ଜଣ ଲୋକ ଲୁଣ ଏଠି ରହିବାଟା ଠିକ ହବନି ସଗାତି
ଆକାଶ ଭାଇ ତମ କଣ୍ଟା କଣ୍ଟା କରିବା ହାତିକି ଥାଉ ଭାଇ ମତେ ବହୁତ ଭୋକ ହେଲାଣି ମଉସା ସଙ୍ଗାତ ତମେ ମୋ ଘରେ ସମସ୍ତେ ରହିଯାଅ ଆଉ ଅନ୍ୟ ଜାଗାକୁ ଯିବ କିଆ ନାଇଁ ନାଇଁ ମଉସା ତମେ ମୋ ପିଲାକୁ ସେ ଜବାବ ବ୍ୟସ୍ତ ହବନି ତମେ ସେ ଚିନ୍ତା ମୁଣ୍ଡରେ ପୁରାନି ସଙ୍ଗାତ ମୁଁ ଦରକାର ହେଲେ ସେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଯିବି କଣ କହିଲୁ ରେ ସଙ୍ଗାତ ଆରେ ତମେ ମାନେ ଯାଇ ସବୁ ବାତ୍ୟା ଆଶ୍ରୟସ୍ଥଳୀରେ ରହିବ ଆରେ ତୁ ଏ ସଙ୍ଗାତଟାକୁ କଣ ପର ଭାବୁଛୁ ସଙ୍ଗାତ ତୋତେ କେତେବେଳେ ମୁଁ ପର ଭାବିଛି अरे तू बरा वो छाती रो कोली जा ए भाई कहिली बरा मते भोक लागिलानी तमे कोंता कोटा बहुत करो एरुपा भाउजो तमे गलो को दिने करबा में खाइबा समस्त बेसी हां दादी चलो आगो हम पेटू भाई पे खाइबा जोगाड़ कर गलो हो हो जाऊ चलो मेडिकल जाइली आम संगातुणीकर किसी असुविधा हेनी रे डाक्तर बाबू को भल कर पचारिक आसी डॉक्टर बाबू कौन कहले मो सत्या भल हो जिवो हाँ निश्चय भल हो किंतु किंतु माने कौन संगात तुम तो किसी लुचौनु तो अरे कह तोते मोर आण ये संगात अरे राणा पकई देलु रे अरे संगातुणी कर ऑपरेशन हेबो 5 लाख टंका दरकार 5 लाख टंका 5 लाख टंका को कोड़ी जे दो मते 5 लाख टंका ए संगात 5 लाख टंका नहले बस सत्याटा को मरियो ए संगात अरे रे अमुगुलिया कथाटा तू तुंडरे धरि पारिलु केमिति रे संगात अरे तोते टिके जर हेले जे बुढ़ी ठाकुराणी क्यों 100 गरा पानी रे गाधई दिए लो बड़ई तो हाथ दरज हेले जे राति उजागर हई सुरिस्तर रसुण मालस करे ओ बुढ़ीटा मरण कथाटाକୁ चिंता करी पारिलु रे संगात संगात ताहले तू सत्याटा कोन भलो होई जिवो এই জীবনে সংঘাত আরে ମୋ ଘର ଦିହ ସିନା ନିଲାମ ହେଇଗଲା ହେଲେ ମୋ ଘର ଦିହ ପରା ଅଛି ତ ଘର ଦିହ ତ ଛାଡ଼ ତା ସଂଘାତୁଣୀ ପାଇଁ ସେ ତା ନିଜକୁ ବିକି ଦେବ ରେ ସଂଘାତ संगात ଆରେ ଶୁଣ ରଜତ ଆକାଶଟା ଆମର ମେଡିସିନ ପାଇଁ ଯାଇଛି ସେ ଆସୁ ତାକୁ ଆମେ ସଂଗାତୁଣୀ ପାଖରେ ଛାଡ଼ି ଦେଇ ଆମେ ଟଙ୍କା ଯୋଗାଡ଼ କରିବାକୁ ଯିବା किए तो माने एते बड़ पाटरे काहे पाटी करछो तुम माने कोन देखा जाउनी एते एते बड़ बड़ अक्षर लिखा है साइलेंट जोन आज्ञा हमें कोन हमें में होछ किए तमे ए किए तमे कुत्ता भଳି से आर कुछ अनै छिड़े
ଯାଇଛ କଣ ବା ମୁଁ ବା ତମକୁ କଣ ପଚାରୁଛି କଣ ଶୁଭୁନି ତମେ ଏଠି ମୁଁ ସତ୍ୟର ଦେହଟା ଭୀଷଣ ଖରାପ ବୋବା ସେଇଥିପାଇଁ ଶୁଣ এইটা গভর্নমেন্ট হসপিটাল নুহ এইটা হচ্ছে প্রাইভেট নর্সিং হোম এটিকে হাই সোসাইটি লোক মানে ট্রিটমেন্ট হওয়া পাই আসନ୍ତି কিন্তু তম ভଳି ভিকারি মানে নুহ ବୋଉମା ହ୍ୟାଲୋ ହଁ ତମେ ଓଟି ରେଡି କର ହଁ ମୁଁ 15 ମିନିଟ୍ ଯାଇକି ପହଞ୍ଚୁଛି ହଁ 15 ମିନିଟ୍ ଆରେ ମୁଁ ନର୍ସିଂ ହୋମରେ ଚାକିରି କରିଛି ହେଲେ ତମେ ଏଠି संगात अरे संगातुणीकर आउ किछि असुविधा हबनी रे हमें आसी ठीक जगह रे पहुंची जाइछे हे राजा तो बहुत बचे दे रे राजा बिचारीटा बहुत कष्ट पाउची ताको जेमिति हेले तू बचे রাজা তুমি এমানকু কহি দিও এইটা হচ্ছে নর্সিং হোম সরকারি দাতব্য চিকিৎসালয় নুহে যে যেমিতি চাইবে সেমিতি ট্রিটমেন্ট এটি প্রথমে টঙ্কা ডিপোজিট করিବାକୁ পড়ে আর তারপরে ট্রিটমেন্ট আরম্ভ হয় বাবা 1000 টু কি 5000 টু 5 লক্ষ টাকা মু আনিবি কোঠু ଯଦି ପାଖରେ ଟଙ୍କା ନାହିଁ ତାହେଲେ ନର୍ସିଂ ହୋମ ଆସିବାକୁ ସାହସ କଲେ କେମିତି ভগবান বাট করি যাইও রে আরে দেখুনু এটি তু অছু বলে আমি কোন জানিদিলু গাঁ ডাক্তারখানাକୁ ନେଇଥିଲି ହେଲେ ଗାଁ ଡାକ୍ତର ଫେରେଇ ମତେ କହିଲା ଏଇଠିକି ନେଇଗଲେ ତ ସତ୍ୟାର ଭଲ ହେଇଯିବ ନହେଲେ মরি যাবে ବୋଉମା মরি যাଆନ୍ତୁ କାହିଁ ତମ ସ୍ତ୍ରୀ କୋଉ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ ହେଇଛନ୍ତି ସେ ମରିଗଲେ ଆମ ଦେଶ ଅଚଳ ହେଇଯିବ ହେଲେ ବି ସେ ତମ ବଡ ଯା ବଡ ଭଉଣୀ ଆରେ ତମେ ଜାଣିନ ମୁଁ ଜାଣିଛି କେବଳ ତାରି ତ୍ୟାଗ ପାଇଁ ଏ ରଜକାମୀ ଡାକ୍ତର ହେଇଛି ଡାକ୍ତର ହଁ ଡାକ୍ତର ହେଇଛି କହିଲା କଣ ଡାକ୍ତର ହେଇଛି ଡାକ୍ତର ତମ ମାନଙ୍କ ପାଇଁ ସେ ଡାକ୍ତର ହେଇପାରନ୍ତି ହେଲେ ମୋ ନର୍ସିଂ ହୋମରେ ସିଏ ହଉଛନ୍ତି ଗୋଟେ କର୍ମଚାରୀ କର୍ମଚାରୀଟା ହଉଛୁ ମୋ ଭାଇ ବୋଉମା ମୋ ଭାଇ ଆଉ ଯୋଉ ରୋଗୀଟା ବିଛଣାରେ ପଡିଛି ସେଟା ବୋଉ ସାନ ଭାଇ ବୋଲି ଅଭିଯୋଗ କରୁଛି ତା ବୋଉକୁ ବଞ୍ଚେଇବା ପାଇଁ ତାର କଣ ଅଧିକାର ନାହିଁ ବୋଉମା ତାର କଣ ଅଧିକାର ନାହିଁ ମୁଁ ତ ଦେଖୁଛି ତମେ ବହୁତ ବଡ ସ୍ୱାର୍ଥପର ନିଜ ସ୍ତ୍ରୀ କରିଥିବା ତ୍ୟାଗର ପାଉଣା ମାଗିବାକୁ ଚାଲି ଆସିଲ ମନୀଷା ଆରେ ତମେ ଟିକେ ପାଟି ଚୁପ୍ କର ତମେ ଚୁପ୍ କର ତମର ଏଇ ବଡ ଭାଇ ନିଜ ସ୍ୱାର୍ଥ ପାଇଁ ନିଜ ସାନ ଭାଇକୁ ଭିକାରୀ ସଜେଇ ଦେଇଛ ତମର ଏଇ ବଡ ଭାଇ ନିଜ ସ୍ୱାର୍ଥ ପାଇଁ ନିଜ ସାନ ଭଉଣୀକୁ ବେଶ୍ୟାବୃତ୍ତି କରିବାକୁ ବଳେଇଛନ୍ତି କଣ ହେଲା ନାଇଁ ନାଇଁ କଣ ହେଲା ତୁ ମୋ ଉପରକୁ ହାତ ଉଠେଇ ଦେଲୁ
तोरी सामने तो बड़ भाई ऊपर से चप्पल रखिथिला सेइटा तो देखा गलानी ये जेमिति भूल करबो से समिति शास्त्र पाइबो तू ठीक कहू से भूल करेनी से मस्त बड़ा भूल करची आ तार भूल आला से तोर भाई उठे तेरी वाला भाई का बड़ा आ तार भूल आला तो भाई उठे पिसा धरा सापा को खीरो को धरना कोसी रहा तू क्या चुप रहो काहे के चुप रही मोर रखे करे बाच्चो स्त्री लगड़ा वो भाई ऊपर को हाथ तो उठीबो कहिला करले मु चुप रही मु बच्चा से बच्चे से लगो আমার বউর বাচ্চা দিয়ে বাচ্চা দিয়ে লগো भाई हाथ उठाना भाई अब थोड़े हाथ उठाबू तो वो भूली जी तुम बड़ बुलिवला कौन करबो तो माने बुलिवला तू कौन करबो माई मत ए माई मत अरे तो मैं तिजोरा दिखे हो रे मत क्या भाई अरे सुनी जा रहे तो भाई वो गुट के तू चाह खुद बापर हाथ तो उठे बड़ा भूल कर भाज এই দেখো ভাজ वो भूल पाए वो कालो धरी बस उड़ो भाज तो मो भाउज को नहीं तबे जियोता खबर नहीं दिया तबे सुनी जाओ हुआ तुम्हें तो स्वामी की कुआ अरे सत्या को कहीं के विषय इंजेक्शन देवे ଆମେ ସମସ୍ତେ ଲେଖିଦବୁ କି ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ
ତୁ କାହିଁକି ବେଡରୁ ପଳେଇ ଆସିଲୁ? ତତେ ଉଠି ଆସିବାକୁ କିଏ କହିଲା? ଏ ରଜ ଥିଲା ଏତେ ଅଭାବ ବନାକ ରହିବି। ଆମେ ତାକୁ ଡାକ୍ତରୀ ପାଠ ପଢିଥିଲେ ହେଲେ ସେ ସବୁ କିଛି ବି ମୂଲ୍ୟ ରହିଲାନି। ସବୁ ପାଣିରେ ମିଶିଗଲା। ମୁଁ ଭାବିଥିଲି ମୋ ରଜଟା ବଡ ଡାକ୍ତର ହେଇଯିବ, ହେଲେ ସେଇଟା କୋଉ କାମ ହଲୋ, ସେ ବଡ ଡାକ୍ତର, খুব বড় ডাক্তার আছে। এই দেখুনু কেতে বড় মেডিকাল, কেতে রোগী ସବୁବେଳେ ତାରି ପାଖକୁ ଆସୁଛନ୍ତି। ବଡ ଡାକ୍ତର ଜାଣିଛ ସିଏ ମତେ କଣ କହିଲା? ବହୁ ତୋର ଯୋଉ ରୋଗ ଅଛି ମୁଁ ତାକୁ ଭଲ କରିପାରିବିନି, ତୋ ରୋଗକୁ ଭଲ କରିବ এই দুনিয়া জন্য বড় ডাক্তার। আরে কিয়ে কিয়ে সে বড় ডাক্তার? সেই ଯିଏ ଗାଁରେ ବସିଛି, ଯିଏ ଗାଁକୁ ଜଗି ବସିଛି, ଆଉ ଗାଁକୁ ଦେହ ପା ଖରାପ ହେଲେ ଯିଏ ଯିଏ ସମସ୍ତଙ୍କୁ ସାହୁଏ ସେଇ ବୁଢୀ ଠାକୁରାଣୀ। तू सेमिति को ना और शेषरा मते बाहर कर देला एले गला बळे मुदा की देखिछि ताकि दिना चलो चलो के साउतेला এই তো বাকি চলো চলো যেতে যাবে পুরো যাবো। अरे आकाश और सोइते पिला बळे जांतु चुकाई की कौन मोती बड़ लोक हेछि वो शीघ्र मरे से तो सबसे कौन है मांजो तो सबसे कौन है ये सोचिया सत्यालो सेमिति कहि के छात्र तो पत्थर मारता तो रोग निश्चय भल केला और किछि दी वो ध्यान से कोला और किछि दी ना तो देह छुई कहूची तोर किछि हेनी मुडोरनी एज में मुडोरची जे वो तो मन को शीघ्र चढ़ी चलले क्या
ନିଅ 5 ଲକ୍ଷ ଟଙ୍କା ଅଛି। ଭାଇଙ୍କୁ କହି ଭାଉଜଙ୍କୁ ଗୋଟେ ଭଲ ନର୍ସିଂ ହୋମରେ ଆଡମିଟ୍ କର। ବାବୁ ଆପଣ ମଣିଷ ନୁହନ୍ତି, ଆପଣ ଆମ ପାଇଁ ଭଗବାନ ଠାରୁ ବି ବଡ଼। ଆରେ ନା ନା ତମେ ସେମିତି ଜମା କହନି, ବରଂ କୁହ ତମ ଜୀବନକୁ ଅଧିକ ଭଲ ପାଉଥିବା ଭଲ ବନ୍ଧୁ ବୋଲି ଭାବିପାର। ବାବୁ ଆପଣ କ'ଣ ସତରେ ମୋତେ ଏତେ ଭଲ ପାଆନ୍ତି? କାହିଁକି ସେ ଅସମ୍ଭବ ସ୍ୱପ୍ନ ଗୁଡ଼ା ଦେଖୁଛନ୍ତି? ମୋ ଅଛି ଗୋଟେ ଗରିବ ଭାଇର ଗରିବ ଭଉଣୀ, ସେଥିରେ ପୁଣି ଅଛୁଆ। ଧନୀ ଗରିବ ଛୁଆଁ ଏସବୁ ହଉଛି ଅନ୍ଧବିଶ୍ୱାସ। ପ୍ରେମ ଆଉ ଭଲ ପାଇବା ନିକଟରେ ଏସବୁର କିଛି ମାନେ ନଥାଏ। ଏଇ ଧରି ନିଅ ତମର ମୋର ସମ୍ପର୍କ ହଉଛି ଆଖି ଆଉ ହାତର ସମ୍ପର୍କ। ବାବୁ ହାତକୁ କଷ୍ଟ ହେଲେ ଆଖିକୁ ଲୁହ ଆସେ, ଆଉ ସେ ଲୁହ ପୋଛିବା ପାଇଁ ହାତ ହିଁ ଆବଶ୍ୟକତା ପଡ଼ିଥାଏ। ବାବୁ ଆପଣ କ'ଣ ସତରେ ମୋତେ ଏତେ ଭଲ ପାଆନ୍ତି? ଯଦି ଛାତି ଚାଲି ଦେଖିବା ଅନ୍ଧାର ହବା ତାହେଲେ ମୁଁ ତୁମକୁ ଦେଖେଇ ଦିଅନ୍ତୁ। ଏ ଛାତିରେ ଖାଲି ତୁମରି ନାଁ ଲେଖା ହେଇଛି। ଆରେ ତମକୁ ଦେଖିଲା ଦିନଠୁ ମୋ ନିଶ୍ୱାସ ମୋ ପ୍ରଶ୍ୱାସ ଯେମିତି ସେମାନେ କହୁଛନ୍ତି ଯେମିତି ତମ ପାଇଁ ବି ଏମାନେ ହେଉଛି। ବାବୁ
बर्बाद होउतला हेले एबे गोटे नुआ धंदा आरंभ कर देछि टक्का झियो माने को पछर खसे से माने को सहित बेड शेयर करू ए देखा तार प्रमाण ए देखा नहीं भाई मोते विश्वास कर भाई एमरे मोनारे मिछा कहउछंती मोते मिछा अपबाद कहउछंती मिछा আমারে আমি কোন মিছা কইছ মিছা তুই একলা সত কথা কইছ সত কথা আর কহ এটা গুড়িয়া টঙ্কা তো কাকু আসিলা কইছ আরে তু চুপ রইলু কেন ସେମାନେ କଣ ପଚାରୁଛନ୍ତି ପରା ସେମାନଙ୍କ ପ୍ରଶ୍ନର ଉତ୍ତର ଦଉନୁ ଛି 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 ସେଇଟା ଟଙ୍କା ପାଇଁ ତୁ ଶେଷରେ ଆମ ଘରର ମାନ ସମ୍ମାନ ସବୁ ମାଟିରେ ମିଶେଇ ଦେଲୁ राजा जानी पारुछ ये जो भलिया काम करछि ना आम घर चाकर चाकरानी माने कथा जानिले तमर मान सम्मान इज्जत हो ए घरे रहिबो त ମୁଁ ଠିକ ଜାଣିଛି ମନୀଷା ଏମାନେ ଜଣକ ପରେ ଜଣେ ଜଣେ ମୋ ଉପରେ ପ୍ରତିଶୋଧ ନେଉଛନ୍ତି ଏବେ କଣ କରିବି ତମେ କୁହ ମନୀଷା कोन करबो हेले सिए त रुद्र को जेमिति भाबरे पटाइछि ये तो जम्मा ताकू छाड़ीबनी तमे गोटे काम कर एसिड आनी या मुहरे ढाई दिया सरकारी सकल तम समस्त यही हेका रूपा जाने যদি কেহি বি আঙ্গুটি করছো এ ঘর তিনটা সভা উঠিবা পারি না ମୁଁ କଣ ଭାବୁଛି ମୁଁ ହଉଛି ତ ବଡ ମୁଁ ଏ ରୂପାକୁ ମୁଁ ଏତେ ସହଜରେ ଛାଡ଼ିଦେବି କେବେ ବି ଛାଡ଼ିବି ଏବେ ଏଇ ମୁହୂର୍ତ୍ତରେ ମୁଁ ପୋଲିସ ଷ୍ଟେସନ ଯିବି ପୋଲିସ ଆଗରେ କହିବି ଆମ ଘରେ କେହି ନଥିଲା ଭାଇ ଇଏ ଆମ ଘର ଭିତରେ ପଶି ଟଙ୍କା ଚୋରି କରି ଆକୁ ମୁଁ କେବେ ବି ଛାଡ଼ିବିନି ଆକୁ ମୁଁ ପୋଲିସରେ ଦବା ଫାଇନାଲ ଆଉ ଇଏ ଆରେଷ୍ଟ ହବା ବି ଫାଇନାଲ ମନୀଷା ଆରେ ତମେ ସେମିତି କିଛି କରନି ସେମିତି କଲେ ଖାଲି ରୂପାର ନୁହଁ ଆମ ଘରର ମାନ ସମ୍ମାନ ସବୁ ମାଟିରେ ମିଶିଯିବ ତମେ କଣ ଚାହୁଁଛ ତମ ପରିବାର ପାଇଁ ମୋ ପରିବାରଟା ବର୍ବାଦ ହେଇଯାଉ ବର୍ବାଦ ଦାଦି ମୁଁ କଣ କହୁଥିଲି କି ନାହିଁ ତମେ କିଛି କରିବନି একদম চুপ ହେଇ ଏଇଠି ଠିଆ ହୁଅ ତମକୁ ଧରେ ନୁହଁ ହଜାର ଥର କହିଛି ତମେ ସେ ଢୋଲିଆର ସାନ ଭାଇ ନୁହଁ ତମେ ହଉଛ ଏମାନଙ୍କର ମହାପାତ୍ରର ଏକମାତ୍ର ଜ୍ୱାଇଁ ସେ ମାଟି ଘର ଝାଟି ମାଟି କରିଆ ଆଉ ସେ କାଦୁଅ ଚଟାଣ ଘର ନୁହଁ ତମେ ହଉଛ ଏ ମନୀଷା ମହାପାତ୍ରର ସ୍ୱାମୀ ଆଉ क्या लगा फोन कर पुलिस के सीधा फोन कर मनीषा ये कौन होची ए तू मुंडा को खड़े दे गनी अरे काहू कोन को तू काई करछु ना भाई मम्मी तू जानिलो मम्मी ए झियोटा विषय रे तू किछि भलो भाबरे जानिनु एटा नारी नो एटा होचे बट डाहानी आ तू याको भलो भाबरे चिनिनु ये कोन करछि जानिछु कोन এইটা মনীষা নহ ইয়া আম ঘর ভিতরে পশি টঙ্কা চোরি করেছি মনীষা তোর মনে রাখবা উচিত তু যাকু ছোট লোক বলি কହୁଛୁ তু সেই ছোট লোক ঘরে বহু হেইଛୁ আর তো স্বামী সে ছোট লোক ভৌণীর ভাই চুপ কর একদম চুপ কর মু কার মম্মি নয় তু মনে মন বল ডাকে করবি আরে তবে কার মম্মি হুয়া কি না হুয়া ও কিন্তু রুদ্র ଆଉ ମନୀଷାର ଗାଡ଼ି ଆଉ ସେଇଥିପାଇଁ କହୁଛି ସବୁଦିନ ପାଇଁ ତମ ମୁହଁଟା ଚୁପ୍ କର ଚୁପ୍ ତମେ ସମସ୍ତେ ଚୁପ୍ ରହିବି ମୁଁ ଦିନ ଚୁପ୍ ରହିବି କାରଣ ରୂପାକୁ ଏ ଘରକୁ ମୁଁ ଡାକିଛି ତାଙ୍କର ଯଦି କ୍ଷତି ହୁଏ ତା ଗାଈ ରହିବି ମୁଁ ଆପଣ ମାନଙ୍କୁ ହାତ ଯୋଡ଼ି ନେଇ ଉଠାଉଛି ଆପଣ ମାନେ ଟିକେ ଚୁପ୍ ରୁହନ୍ତୁ ନିଜ ନିଜ ଭିତରେ କଥା କଟାକଟି ହୁଅନ୍ତୁନି ବାବୁ ମୋ ଜୀବନରେ ମୁଁ କେବେ ବି ଏମିତି ଭୁଲ କରିବିନି କି ଏରୁ ନିବନ୍ଧ ନେଇ କେବେ ବି ଆସିବିନି ମୁଁ ଆପଣଙ୍କୁ ହାତ ଯୋଡ଼ି ଭୁଲ ମାଗୁଛି ମୋତେ କ୍ଷମା କରିଦିଅନ୍ତୁ କ୍ଷମା କରିଦିଅନ୍ତୁ ଏମାନେ ତମର ନେଇକି କିଛି କରିପାରିବିନି କାରଣ ତମ ପାଖରେ ମୁଁ ଠିଆ ହେଇଛି ଏମାନେ
ଆଉ ଏଇ କେଇ ଦିନ ହେଲା ବସା ବାନ୍ଧିଥିବା ଚଢ଼େଇ ଗୁଡାକ ସେ ଗଛ ଉପରେ କେମିତି ଭରସା କରିବେ ତମେ କହୁନ ବାବୁ? ଏ ଝିଅ ତାବୋଲି ଆମେ ଭୁଲଟାକୁ ଠିକ ବୋଲି ମାନି ନବା? ନାଇଁ ଝିଅ, ସେମିତି କେମିତି ହବ? ଶୁଣ ମା, ତୋ ସାଙ୍ଗରେ କିଏ ଥାଉ କି ନାଉ, ମୁଁ ତୋ ସାଙ୍ଗରେ ସବୁବେଳେ ପାଇଁ ଅଛି। କିଏ କାହା ସାଙ୍ଗ ରହିବ ସେଟା ପରେ ଡିସାଇଡ୍ କରି। ଏଡି ଆଉ ଡେରି କରୁଛ କାହିଁକି? ଜଲ୍ଦି ପୋଲିସ ଫୋନ କର, ଜଲ୍ଦି ବୁଆଟା ବସା ଆରେଷ୍ଟ କରି ନେଇ। ଭାଉଜ ମନୀଷା, ଆରେ ତମେ ତାକୁ ଛାଡ଼ି ଦିଅ ମନୀଷା, ଛାଡ଼ି ଦିଅ ତାକୁ। একদম চুপ, সেইটি চুপচাপ যাও। সবু দেখিব, সবু শুনিব, কিন্তু কিছু কহি পারিবনি। সবু এমিতি আখি খোলি দেখিব, আউ দেখি ন পারিলে আখিকু বন্ধ করদব। আউ শুনিব, আউ শুনি শুনি অসহ্য হলে কানকু বন্ধ করদব। কোন কো না দেখো রূপা কথা কোন কি तुम भाई ताको डायरी से सब किछि लेखति आ ताको डायरी मु पढि थिली से तुम पिला दिन रे कथा लिखि थिले आ से डायरी रे से लिखि थिले तुम बड़ भाई ढोल बजा आ तुम तिनी भाई भौणी ना मक्कड़ नाच करो मक्कड़ नाच आज तुम टिके मक्कड़ नाच करिबो मक्कड़ नाच। मनीषा ओ कोन मांकड़ नाच देखियो बेसी भलो पाउला अबे नाचिबो अबे नाच बे ए बाबा, अरे तू तो गोटे नारी होई गोटे नारी गोटे एमिति व्यवहार कर तो ठीक होची। मु गोटे नारी हे पारे हेले एमार को पई मु नारी नु मु होचे गोटे नाकोड़ी। मु कहूची तुमको एडी चली जा को रूपा, तुमको मोरा तुम एडी चली जा। ତମେ କିଏ ହଉନ ବାବୁ? ତିନି ତୁଣ୍ଡରେ ପରା ଛେଳି କୁକୁର, ତମେ କଣ ଚାହୁଁଛ? ମତେ ସମସ୍ତେ ବେଶୀ ଆଚରଣୀ କରି ପୋଲିସ ବାନ୍ଧି ନ ନାଇଁ ರೂಪಾ ନାଇଁ। ବାବୁ, ମୋର ଗୋଟେ ଭାଇ ହଉଛି ଡଲିଆ, ଆଉ ଗୋଟିଏ ଭାଇ ମୂର୍ଖ। ସେମାନଙ୍କର ସିନା ମାନବୋଧ ନାହିଁ, ହେଲେ ମୋର ଆଉ ଗୋଟେ ଭାଇ ପରା ଡାକ୍ତର, ତାର ସମ୍ମାନ ଚାଲିଗଲେ ମୁଁ କେମିତି ବଞ୍ଚିବି, ರೂಪಾ ए କେମିତି ସହିବି? ರೂಪಾ ए माने जहा कोन से कोन ना, अरे तुमको अन्याय को मुंडा पाती सही जीवो। ରୂପା ଆଜି ମାଙ୍କଡ଼ ନାଚ ନାଚିବ ଭାଉଜ? ନାଇଁ ନାଇଁ ବାବୁଆଣୀ, ରୂପା ଆଜି ମାଙ୍କଡ଼ ନାଚ ନାଚିବ। रूपा ए माने सब अन्याय करूछली, मु कहूची तमे जाओ। रूपा तमे एठो जाओ। ମାଙ୍କଡ଼ କୋଉ ଆମର ପରଖି ବାବୁ? ଆମେ ମାନେ ବି ତ ଦିନେ ମାଙ୍କଡ଼ ଥିଲେ ନା। ଦେଖ ବାବୁ, ଏଇଠି ଠିଆ ହେଇଥିବ, ଶୁଣ ବାବୁ, ତମେ ସେଇଠି ଠିଆ ହେଇଥିବ ଆଉ ପାଦେ ଏପାଖ ସେପାଖ ହେଲେ ମୁଁ ଭାବିବି ତମେ ମତେ ଭଲ ପାଉନଥିଲ, ତମ ଭଲ ପାଇବାରେ ଥିଲା ଛଳନା। ଆଉ ଶୁଣ, ସେ ବାର କେବେ ବି ଡେଇଁବନି, ଆଉ ଯଦି ଡେଇଁଲ ତମକୁ ତମ ରୂପାର
তুমি ମୋ ଉପରେ ଆଗେଇ ଚାଲି ଯାଉଛୁ ନା କେବଳ ମୋରି ପାଇଁ ଆଜି ତମକୁ ଏଇଠି ଅପମାନିତ ହବାକୁ ପଡ଼ିଲା କେବଳ ମୋରି ପାଇଁ ବାବୁ ଅପମାନ ପରା ଗରିବର ପଖାଳ କଂସା ଆମେମାନେ ଅପମାନିତ ନହେଲେ ବଞ୍ଚିବୁ କେମିତି ବାବୁ? हे प्रभु भगवान ମୋ ସହିତ ଏମିତି କ'ଣ ଘଟି ଯାଉଛି ମୁଁ ଯେତେ ଚେଷ୍ଟା କରୁଛି ଗୋଟେ ଭଲ ମଣିଷ ହବା ପାଇଁ ଭଗବାନ ମୋ ସହିତ ଏମିତି ଖେଳ ଖେଳୁଛନ୍ତି ଯେ ମୋ ଭାଗ୍ୟ ପୁରା ବଦଳି ଯାଉଛି ସବୁ ଠିକ ହେଇଯିବ ବାବୁ ଗୋଟେ କାମ କରିବେ ଆଜିର ଘଟଣାକୁ ମନରୁ ପୋଛି ଦେବେ ଆଉ ତା ସହିତ ଏ ରୂପାକୁ ବି ଭୁଲି ଯିବେ ବାସ୍ତବତା ଜୀବନ ପଚାରିଲା କହିଲୁ ସ୍ୱପ୍ନ କାହାକୁ କୁହାଯାଏ ବାସ୍ତବତା ଉତ୍ତର ଦେଲା ଆଖି ଖୋଲିଦେଲେ ଯାହା ନିଜର ଲାଗେ ଆଖି ବୁଝିଦେଲେ ତାକୁ ସ୍ୱପ୍ନ କୁହାଯାଏ ମୋରି ପାଇଁ ଆଜି ତମେ ଏଇଠି ଅପମାନିତ ହେଲ କେବଳ ମୋରି ପାଇଁ ତମେ ଆଜି ଏଇଠି ଅପମାନିତ ହେଲ ଅପେକ୍ଷା କର ସବାରିରେ ସ୍ୱପ୍ନ ନେଇ ମୁଁ ତମ ପାଖକୁ ଫେରି ଆସିବି ଅପେକ୍ଷା କର ଅପେକ୍ଷା କର
କହିଲା ଭଳିଆ ମୋ ବେପାର ସାରା ସିଦ୍ଧ ସହ ନାହିଁ। ବିଶ୍ୱାସ କରିବି ମୁଁ ତ ଆଜିଠାରୁ ତମେ ହଉଛ ମୋ ପୁଅ, ମୋ ଗୁଲୁ, ମୋ ଧନୁ, ମୋ ସୁନୁ, ମୋ ଗୁନା। ଆଉ ୟା ଭିତରେ ଯିଏ ଅଛି ସିଏ ହଉଛି ତମ ଭାଇ। ଆଉ ଭାଇର ପ୍ରେମ ଗାଳି ଶୁଣ। ତୁ ଏମିତି ଦିନେ ମିଛ କହି ଆମର ସାରା 50,000 ଝଡେଇକି ନେଇକି ଯାଇଛୁ। ଆଉ ଏତେ ଶୀଘ୍ର କଣ ହେଲା ଏତେ ଶୀଘ୍ର? ଦେଖ ତମ ବାପ ପୁଅଙ୍କ ଅବସ୍ଥାକୁ କଣ କହୁଛି। ଜମାରୁ ଛାଡ଼ିବି ନାହିଁ। କଣ ମୁଁ ଡୁପ୍ଲିକେଟ ରେଡି ତ? ଡୁପ୍ଲିକେଟ ରେଡି ତ? ଆମ ତୁଆରୀ ଦେହରେ କଳା ନା ଗେଇଛି ତ ବମ୍ବା। ସୁନା ଖଣ୍ଡେ ନୁହଁ ହୀରା ଖଣ୍ଡେ ମୋ ପପା। ଆରେ କିଏ ସେଠି କାନ୍ଦୁଛ? ଏ ଝୁମୁ ଧାଉ ଧାଉ ପୋଚା ଲୋକ କାନ୍ଦିବେ। ପୁରା ଠିପି ଟାଇଟ୍ କରିଦେବି। ଆସିକି 15 ଦିନ ହେଲା
सारे पेटे जो खोला है दे बहुची आ माने बापा बुद्धि का बहुत फास्ट करलो सुना देसी मागुरे टंका 50,000 दियो मो बाटरे चल जी खत्म टक्का को गछरे फलुचे हम एई जाबी तो नहीं पटेइबो आकी जो प्रश्न कथा ए सेदिन बिना कारणीरे लभिता पशुची करलो 50,000 जोरिमाना देली को आज कहूछु पुणी लघु बाक्यारे 50,000 अबे तोला मतलब कोन किछि बुझी पारु ना नाइ टंकाटा नेबे पेटटा को वांस करी पेटरो वास करू साला पेट वास करिबो ना सपर पोखरीटा को वास करिबो पैसा देबे ना दब की थाना को जीव सार दब ना थाना को जीव पोपा उंगा को देबो पापा ओ माछा पूरी केस भलिया हम केस हाईलाइट हे जीवन तो अरे पुणी कोन पसासे पापा दब ना जीव पापा शीघ्र माछा चिंता करूच कोन दियो सोना धीता बाहागरिया पाई सोना आर भांस 50,000 मिलिथिला ने ए 50 ने अनानी भलरे वास करी दिते बजाई की करी आओ आओ पैसा दे ये ताको किछि पप्पा छाड़िबो फेरे नहले 50 खाओ मेथरा जाउची थोड़ी मझिरे आसीबी हां आरो वर्ष भी आसीबी मझिरे आसीबी आरो वर्ष को एई टाइम लंदु बड़ा एथर हमें जीवा पापा लो ओलो तू आपका हाको लागते नहीं के डाकी बुनाई लो डाकी बुनाई डाकी भी खाली 50 गन के पापा निते डाकी प्रति मासरे किस्ती 50,000 गन करबो आ बापा मु आउची अन्ने तो किस्ती देले मु जाउची मोर सियारे काम अछि हौ जा जाउची बापा घर को बेगी आसे तू जा अरे सुन कहा को भीतर को छाड़ी बुनु सोना गोटे फास न करछि ए ना बेचकू पुलिस लेई गला अरे से माय टेस्टी अरे सावधान अबे सावधान 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 ओडिसा गोटिए झियो को तू बस स्टैंड उठेबू से लास्ट बस लेइबो तू काहे कि बे 10:30 मिनिट रे काहे कि उठेइबो अबे चकुली खाइए लोक की छोड़ो हां 50 सोला काम सोये पुनी 50 से झियोटा को निर्वे करबे दिबे ना का फटो अबे सही थी भाई बोला सावधान मुर्मू तो काय सब सावधान रे करे आवा हे जीवन आरण तो काय सब सावधान रे करिबो
ପ୍ରଶଂସା ପ୍ରଶଂସା ମାନେ ଦେହଟାରୁ ଅଲଗା ହେଇଗଲେ ତୁ ବି ସେଇମାନେ କଲୁ ପ୍ରତିଶୋଧ ରେ କାହାଠାରୁ ପ୍ରତିଶୋଧ ନେବି ବାବୁ କଲେଜଟା ପୁରା ଦେହକୁ ଚିହ୍ନିଲେନି ଆରେ ସେ ମଣିଷଟାକୁ କାଟି ପିଙ୍ଗି ଯାଏ ହାତ ଗୋଡ଼ ହେଇଥିଲେ କାଟି ଦିଅନ୍ତୁ ବାବୁ ଆଖିଟା ପରା ଯୋଉ ଆଖିରେ ଦୁନିଆ ଦେଖିବା ପାଇଁ ଆମେ ସମସ୍ତେ ସ୍ୱପ୍ନ ଦେଖୁଥିଲୁ ଏବେ ଚାରିଦିଗ ଅନ୍ଧାର କୁହନ୍ତୁ ବାବୁ ମୋ ଭାଉଜକୁ ହାର୍ଟ ଆଟାକ୍ ଭାବିଥିଲି ମୋ ଭାଇଟା ଶୁଣୁ ଶୁଣୁ ଦୌଡ଼ି ଆସିବ ତାକୁ ନେଇକି ତା ଟ୍ରିଟମେଣ୍ଟ କରିବ ହେଲେ କଣ କଲ ଜାଣନ୍ତି ବାବୁ କଣ କଲା ସେ ମୋ ଭାଉଜକୁ ଧକ୍କା ଦେଇ ପ୍ରାଣ କରିଦେଲା ଭାବିଲେ ସେ ତୋ ଦେହର ଗୋଟେ ଅଙ୍ଗ ଥିଲା ଅଙ୍ଗ ଆଉ ସେଇ ଅଙ୍ଗରେ ଏବେ କ୍ୟାନ୍ସର ହେଇଯାଇଛି କାଟି ଫିଙ୍ଗି ଯାଏ ହାତ ଗୋଡ଼ ହେଇଥିଲେ କାଟି ଦିଅନ୍ତି ବାବୁ ଆଖିଟା ପରା କେମିତି କାଟିବି ବାବୁ ମୋ ମହାଭାରତର ବେଳର ସେ ଜାଣିବ ବାବୁ ମୋ ଯୁବକ ମହାନ ଯୁଦ୍ଧ ଦେଖିବି ଯୁଦ୍ଧ ମୋରି ଆଖିଆ କରେ ସେ ମଦିରା ସିନ୍ଦୁର ନଦୀରେ ମିଶିଯିବ ଚାରିଆଡ଼େ ବିଧବା ନାରୀ ସନ୍ତାନ ହେଲେ ମୋର ହାତ ଚିତ୍କାର ଶୁଣିବ ମୁଁ କେମିତି ଆଖିରେ ଦେଖି ରହି ଚୁପ୍ ରହିବି ବାବୁ ତାପରେ ତୁ ଆତ୍ମହତ୍ୟା କରିବୁ ଆରେ ତୁ ଆତ୍ମହତ୍ୟା କଲେ ତୋ ବେଇମାନି ଭାଇଟା ଭଲ ହେଇଯିବନି କି ତୋ ଭାଉଜର ରୋଗଟା ଭଲ ହେଇଯିବନି ବରଂ ତୋ ଭାଇ ଭାଉଜଟା ଲୁହର ବନ୍ୟାରେ ସୃଷ୍ଟି ହେଇଯିବ ଲୁହର ବନ୍ୟା ତାହେଲେ ମୁଁ ବୁଝୁଛି ତୋ ଭାଉଜର ରୋଗଟା ଭଲ ହେଇଗଲେ ତୋ ପ୍ରୋବ୍ଲେମଟା ହବ ଆଉ ତୋ ଭାଉଜ ଭଲ ହବା ପାଇଁ ଟଙ୍କା ଦରକାର ଟଙ୍କା 5 ଲକ୍ଷ ଟଙ୍କା ବାବୁ ଆରେ ଟଙ୍କା ମୁଁ ଦେବି କଣ କହିଲେ ବାବୁ ଟଙ୍କା ମୁଁ ଦେବି ତମେ ମତେ ଟଙ୍କା ଦବ ତୁ ଦୟାରେ ନୁହେଁ କାମ ଦେବି କାମ କୁହନ୍ତୁ ବାବୁ କି କାମ କରିବି ମୁଁ ହଁ କରିବି କୁହନ୍ତୁ ବାବୁ କୋଉ ଜଗନ୍ନାଥ ମୂର୍ତ୍ତି ନା କୋଉ ରାଧାକୃଷ୍ଣ ମନ୍ଦିର ସୁନାର ବହିଛି କରିବି କୁହନ୍ତୁ ବାବୁ କୋଉ ଶିଳ୍ପବନ୍ତ ଝିଅ ନା କୋଉ ମନ୍ତ୍ରୀର ବହିର ଝିଅ ଶିଳ୍ପପତି ଝିଅ ନୁହଁ କି ମନ୍ତ୍ରୀର ଝିଅ ନୁହଁ ଆଉ ଅଳ୍ପ ସମୟ ମଧ୍ୟରେ ଏଠି ଗୋଟେ ସାଧାରଣ ଝିଅ ଆସିବ ଏଇ ବସ୍ ଷ୍ଟାଣ୍ଡରେ ପହଞ୍ଚିବ ଆରେ ଶୁଣ ଏ ଟଙ୍କାର ତୋ ଭାଉଜ କାମରେ ଲାଗିବ ଆଉ ଅଳ୍ପ ସମୟ ମଧ୍ୟରେ ବସ୍ ଆସିବ ଏଇ ଦେଖ